ସେମାନଙ୍କର ଦାବିରେ ଅଯୌକ୍ତିକତା ନାହିଁ, ଯୁକ୍ତି ଅଛି। କିନ୍ତୁ ସେମାନେ ଯୋଉ ଭାବରେ ରାସ୍ତାକୁ ବା ଜନସାଧାରଣଙ୍କୁ ଯୋଉଭଳି ଭାବରେ ହଇରାଣ ହରକତ କରିବାକୁ ବସିଲେ, ପବ୍ଲିକ ପ୍ରପର୍ଟି ଡ୍ୟାମେଜ କରିବା ପାଇଁ ମଧ୍ୟ ଉଦ୍ୟମ କଲେ, ସେଇଟା ନିହାତି ଭାବେ ଦୁର୍ଭାଗ୍ୟଜନକ। ଆପଣ ସରକାରଙ୍କ ସମର୍ଥନ ନେଇପାରିଥାନ୍ତେ, ଅନୁରୋଧ କରିକି ହାତ ଯୋଡ଼ିକି ସରକାରଙ୍କୁ ମଧ୍ୟସ୍ଥତା କରନ୍ତୁ ବୋଲି ଗୋଟେ ବିନୀତ ଅନୁରୋଧ କରିପାରିଥାନ୍ତେ। ଆପଣ ମାନେ ଆନ୍ଦୋଳନ କଲେ, ଠିକ କଲେ, କିନ୍ତୁ ଆନ୍ଦୋଳନ ଯୋଉ ବାଟରେ କଲେ ସେଟା ନିହାତି ଭାବରେ ଆପଣ ଲୋକମାନଙ୍କୁ ହଇରାଣ କରିଦେଲେ। ଆପଣ ପବ୍ଲିକ ପ୍ରପର୍ଟିକୁ ଡ୍ୟାମେଜ କରିବାକୁ ଚେଷ୍ଟା କଲେ, ଏଇଟା ସ୍ପୃହଣୀୟ ନୁହେଁ। ନା ଦେଖନ୍ତୁ, ଗତକାଲି ଯାହା ଘଟିଗଲା ନିହାତି ଦୁର୍ଭାଗ୍ୟଜନକ। ଏଟାକୁ ତ କେହି ବି ସଭ୍ୟ ସମାଜରେ ଗ୍ରହଣ କରିବେ ନାହିଁ। ରାଜରାସ୍ତା ଉପରେ ଏଭଳି ମାନେ ଅପ୍ରୀତିକର ପରିସ୍ଥିତି ହବା, ପୁଲିସ ଲାଠିଚାର୍ଜ କରିବା, ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯିବା, 400 ପାଖାପାଖି ଗାଡିର ପରମିଟ ରଦ୍ଦ କରିବା ପାଇଁ ମଧ୍ୟ ତାଙ୍କର ପରିବହନ ବିଭାଗ ପକ୍ଷରୁ କହିବା, ये जो भଳି ଘଟଣା ଚକ୍ର ଘଟିଗଲା ନିହାତି ଭାବରେ ଏଟା ଦୁଃଖଦାୟକ ଆଉ ଦୁର୍ଭାଗ୍ୟଜନକ। କଥା ହଉଛି କଣ, ସେମାନଙ୍କର ଦାବିରେ ଅଯୌକ୍ତିକତା ନାହିଁ, ଯୁକ୍ତି ଅଛି। କିନ୍ତୁ ସେମାନେ ଯୋଉ ଭାବରେ ରାସ୍ତାକୁ ବା ଜନସାଧାରଣଙ୍କୁ ଯୋଉଭଳି ଭାବରେ ହଇରାଣ ହରକତ କରିବାକୁ ବସିଲେ, ପବ୍ଲିକ ପ୍ରପର୍ଟି ଡ୍ୟାମେଜ କରିବା ପାଇଁ ମଧ୍ୟ ଉଦ୍ୟମ କଲେ, ସେଇଟା ନିହାତି ଭାବେ ଦୁର୍ଭାଗ୍ୟଜନକ। ଆପଣ ଆନ୍ଦୋଳନ କରିବାର ସମସ୍ତଙ୍କର ଅଧିକାର ଅଛି। ଆପଣ ଦେଖିଥିବେ ଯନ୍ତର ମନ୍ତରରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଏତେ ଦିନ ଧରି ଚାଲିଲା। ଆନ୍ଦୋଳନ କରିବା ପାଇଁ ଦେଖୁন ଧାରଣା ସ୍ଥଳରେ ବସିଛନ୍ତି। ଆପଣ ମାନଙ୍କର ଆନ୍ଦୋଳନ କରିବାର କୌଣସି ଅଧିକାରକୁ କେହି କ୍ଷୁଣ୍ଣ କରି, ସେଟା ଆପଣଙ୍କର ଅଧିକାର। କିନ୍ତୁ ଆମେ ଯଦି ଜନସାଧାରଣଙ୍କୁ କୌଣସି ପ୍ରକାର ବ୍ୟାହତ କରିବା, ଜନସାଧାରଣଙ୍କ ଜୀବନ ଯାତ୍ରାକୁ ଆମେ ଯଦି କୌଣସି ଢେଲା ମାରିବା, ସେଟା ଦୁର୍ଭାଗ୍ୟଜନକ, ସେଟା ହବା ଉଚିତ ନୁହଁ। ସେମାନଙ୍କର ଦାବିରେ ମୁଁ କହୁନି, ସେମାନଙ୍କର ଦାବି ଯୋଉ କଥାଟା କରିଛନ୍ତି, ଯୋଉମାନେ ଗାଡି ଚଲାଉଛନ୍ତି ସେମାନେ ଆଜ୍ଞା ଗରିବ ଲୋକ। ନିହାତି ଭାବରେ ଯେ ଡ୍ରାଇଭରଟିଏ ଗାଡି ଚଲାଉଛି, ଯୋଉ ଓଲା ଉବେର ରାପିଡୋ ହଉ, ସେମାନେ ଆସିକି ଆମ ରାଜ୍ୟରେ ଅପରେଟ କରୁଛନ୍ତି। ଓଲା ଉବେର ଆଉ ରାପିଡୋର ବା ଅନ୍ୟ ଯୋଉ ସଂସ୍ଥା ଅଛନ୍ତି, ସେମାନଙ୍କର ଯୋଉ ମନୋପଲି, ଯୋଉ ଅନ୍ୟାୟୋଚିତ ଆଚରଣ ବିରୁଦ୍ଧରେ ମାନେ କହୁଛନ୍ତି ଆମର ତ ସବୁ ରେଟ୍ ବଢିଲାଣି, ଆମକୁ ଆମ ଗାଡିର ଟିକେ ପଇସା ଟିକେ ବଢାଯାଉ, ପାରିଶ୍ରମିକ ବଢୁ, ଆମ ପରିବାର ପୋଷେ, ଏଇ ଡିମାଣ୍ଡ କରିବାର କୌଣସି ଅସୁବିଧା ନାହିଁ। ସରକାରଙ୍କର ଏଥିରେ ଯଦି ସରକାରଙ୍କର ସିଧାସଳଖ କିଛି ଭୂମିକା ନାହିଁ, ଯେହେତୁ ଆମ ରାଜ୍ୟରେ ସେମାନେ ଅପରେଟ କରୁଛନ୍ତି, ଆମ ରାଜ୍ୟର ଯୁବକ ମାନେ ସେଥିରେ ସମ୍ପୃକ୍ତ ଅଛନ୍ତି, ରୋଜଗାର ପାଉଛନ୍ତି, ମଧ୍ୟସ୍ଥତା କରିପାରନ୍ତେ। ସରକାର ଯଦି ଚାହିଁବେ, ପରିବହନ ବିଭାଗ ଏଇ ଏମାନଙ୍କୁ ଡାକିକିରି ବର୍ତ୍ତମାନ ଯେମିତି ଆପଣ ପ୍ରାଇଭେଟ ଘରୋଇ ବସର ଯୋଉ ବସ୍ ଭଡା ବଢେଇବା ପାଇଁ ଆପଣ ଡାକିକିରି ଆଲୋଚନା କରୁଛନ୍ତି, ବୈଠକ କରୁଛନ୍ତି, ହୁଏତ ରାପିଡୋ, ଓଲା, ଉବେର ଏମାନଙ୍କୁ ଡାକିକି ତାଙ୍କର ଯେ ଷ୍ଟେଟ ହେଡ୍ ଥିବେ, ଆଲୋଚନା କରିକିରି ଆପଣ ମାନେ ପରିବର୍ତ୍ତିତ ପରିସ୍ଥିତିରେ ଏତିକି କରନ୍ତୁ। ସରକାର ମଧ୍ୟସ୍ଥତା କରି ଆର୍ବିଟ୍ରେସନ କରିପାରିବେ। ସରକାର କରିବେ ନ କରିବେ ସେଟା ତାଙ୍କ ଉପରେ ନିର୍ଭର କରୁଛି। କିନ୍ତୁ ଏମାନଙ୍କର ଦାବିରେ କିଛି ଅଯୌକ୍ତିକତା ନାହିଁ, କିନ୍ତୁ ଯୋଉ ବାଟରେ ଏମାନେ ଗଲେ ସେଟା ଭୁଲ। ହିଂସାତ୍ମକ ଆନ୍ଦୋଳନ କୌଣସି ଜାଗାରେ ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ଏଇ ଜିନିଷ ମୁଁ କହିଲି ପରା, ଆପଣ ମାନେ ଆନ୍ଦୋଳନ କରିବାର ଅଧିକାର ଅଛି, ଆପଣଙ୍କର ପ୍ରତିବାଦକୁ ରାଜ୍ୟ ସରକାରଙ୍କ ପାଖରେ ଜଣେଇବାର ଅଧିକାର ଅଛି। ରାଜ୍ୟ ସରକାର ଆପଣଙ୍କର ମୁରବୀ, ଆପଣଙ୍କର ବାଟ ନାହିଁ। କମ୍ପାନୀ ଯେହେତୁ ମାନୁନି, ସରକାର କାଳେ ମଧ୍ୟସ୍ଥତା କଲେ ଆପଣ ମାନେ ଉପକୃତ ହେବେ। ଆପଣ ସରକାରଙ୍କୁ ଅନୁରୋଧ କରିବା କଥା, ଜନସାଧାରଣଙ୍କ ସମର୍ଥନ ନେଇକିରି ଆପଣ ଆଗକୁ ଯିବା କଥା। କିନ୍ତୁ ଯୋଉ ଲୋକଙ୍କ ନେଇକିରି ଆପଣ ଭଡା ନଉଛନ୍ତି, ସେଇ ଲୋକଙ୍କୁ ହଇରାଣ କରିବା, ପବ୍ଲିକ ପ୍ଲେସରେ ନ୍ୟୁସେନ୍ସ ବା ଯା ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବା, ଗାଡି କାଚ ଫାଚ ଭାଙ୍ଗିବା, ଏଇଟା ଆଦୌ ସ୍ପୃହଣୀୟ ନୁହେଁ। ଆପଣ ମାନେ ଆନ୍ଦୋଳନ କରନ୍ତୁ, କରିବାର ଅଧିକାର ଅଛି, ଦାବି କରନ୍ତୁ, ଦାବିକୁ ସରକାରଙ୍କୁ, ପରିବହନ ବିଭାଗକୁ ଅନୁରୋଧ କରନ୍ତୁ, ଆପଣ ଟିକେ ଦୟାକରି ମଧ୍ୟସ୍ଥତା କରିକି ଆମ ଦାନା ପାଣି, ଆମେ ଅନେକ ଯୁବକ ଏଥିରୁ ଦାନା ପାଣି ପାଉଛୁ, ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ, ଆମେ କରିବୁ କଣ, ଆମେ ଚଳିପାରୁନୁ, ଆପଣ ଟିକେ ସାହାଯ୍ୟ କରନ୍ତୁ। ନିହାତି ଭାବରେ ଏଇ ଯୋଉ ଘଟଣା ଚକ୍ର ଘଟିଗଲା, ଘଟଣାକ୍ରମ ଘଟିଗଲା, ୟା ଦ୍ୱାରା କଣ ହେଲା, ଯୋଉମାନଙ୍କର ଗାଡି ବର୍ତ୍ତମାନ ଲିଗାଲ ଇଏକୁ କମ୍ପ୍ଲିକାସି ଭିତରକୁ, ଆଇନଗତ କଟକଣା ଭିତରକୁ ଆସିଗଲା, ସେମାନଙ୍କ ପରିବାର କ୍ଷତିଗ୍ରସ୍ତ ହେବେ।
से लोक हुए तो जदि सरकार गाड़ी तो ये कले कले परितोपरि जदि कौन प्रकार आईनगत कार्यानुष्ठान ग्रहण करते सी भी हैरान हो पारे। तो ये गोटे अप्रीतिकर परिस्थिति। मुझे कहता जो मैंने आंदोलन आंदोलन कर समस्त अधिकार अच्छी। आंदोलन गोटे गणतांत्रिक व्यवस्था, सत्याग्रह गोटे गणतांत्रिक व्यवस्था। आपण सरकार समर्थन नहीं पारि थांते, अनुरोध करी हाथ जोड़ी सरकार को मध्यस्थता करंतु बोली गोटे विनीत अनुरोध करि पारि थांते। आपण माने आंदोलन कले ठीक कले, किंतु आंदोलन जो बाटरे कले सेटा निहाती भाव आपण लोक मान को हैरान करदेले, आपण पब्लिक प्रॉपर्टी को डैमेज करने को चेष्टा कले। एटा स्पृहणीय नुहे गोटे गणतांत्रिक व्यवस्था रे बा साधारण गोटे सभ्य समाज रे एभली हिंसात्मक आचरण से राजनीतिक दल करंतु बा कौनसी संघ करंतु एटा ग्रहणीय नुहे। आंदोलन करिवार अधिकार समस्तंकर अछि, किंतु आंदोलन शांतिपूर्ण होबार आवश्यकता अछि। अरे वाओ अनु, केते सुंदर ड्राइंग बनैछु। एटा कोन बनैछु? एरा मु, एरा बापा, एरा बो, एरा जेजे बापा, एरा जेजे माँ। वाओ, औ एटा कोन हम फैमिली डॉक्टर? ना बो, एरा हम फैमिली हॉस्पिटल। रंग बदलिछि, रूप बदलिछि, हेले आपणक संपर्क बहुत पुराना। खाली ओडिशार नुह, पूर्व भारतर 50 लाख परिवार भरोसा, आमर अत्याधुनिक कौशल एवं अद्वितीय सेवा। 27 वर्षर संपर्क आमको करि परिछि आपणक निजर फैमिली हॉस्पिटल। थैंक यू डॉक्टर। अनुपरी अनेक पिलांक धन्यवाद आम पई अमूल्य उपहार।